नमस्कार आमर घर ओनर एवं दुई झील मिसिकी आम समस्ते मुवी आसचु कल की बड़ झी आमको गत काली टिकेट बुक करदे तो आम केते बाट आसीचु आम जो रोचु से पाखापाखि 10-12 किलोमीटर हम से मुवी जगटा कल्प चश्मा पिंधि देखला कौन खाएगा कौन 15 मिनट बाहर के कथा हाय गाइस कैच गुड कैच अगर ये ट्रक पकड़ा नहीं ना तो पहले तुझे मारूंगा। तार वीडियो बने देवी जा वीडियो बने देखी यार काली की यूट्यूब रा जाइथिला आज आ आम समस्त आसले देखा विषय देखू लास्ट को टिके भल लगिला लास्ट को टिके भल मूवी जाइथिलु 12-3 तमने आम घर आसथिलु 11:15-20 आसथिलु आसिकरी एठी हे गलानी बर्तमान 3:30 पर खाइबा ऑर्डर हे जे खाई दे कि जीवु छुआ मान तांकर मगेबे आम मानक पई तो एठी आमे अपेक्षा करछु कोन कोन आनुचंती आ छोले बटरे बोधे हमर आसीबो तांकर आसीबो कोन तोर कोन खाइबो बर्गर एटा दीदी रो से पका ना दीदी असले पका कचौरी कचौरी हमर आसे एटा हां खुशी हां खुश लानी कोन लानी खुशी गलानी दीदी ठार
ତ ତାଙ୍କ ଫୋନ୍ରେ ମୁଁ ହସିବିନି। ମୁଭି ଦେଖା ସରିଗଲା ଆଉ ଖାଇବା ସରିଗଲା। ଆମେ ବାହାରିଲୁ ବର୍ତ୍ତମାନ ଘରକୁ ଯିବୁ। ସେ ଓଲା ବୁକ୍ କରିଛନ୍ତି ତାଙ୍କ ଝିଅ, ଆସିଲେ ଆମେ ମିଶିକି ସମସ୍ତେ ଘରକୁ ପଳେଇବୁ। ତାପରେ ରାତିରେ ମୁଁ ଯିବି ପୁରୀ। ବଡ଼ ପିଲାଙ୍କୁ ଭାବିଥିଲି ମାମାକୁ ଆଉ ଏତେ ଛୋଟିଆଟା ହେଇଥିଲେ ଦିଦି କରିଥାନ୍ତା। ସିଏ ବଡ଼ ଡବୁ ନା ତାର ଦେଇଛନ୍ତି। ବର୍ତ୍ତମାନ ପାଖାପାଖି ରାତି 10:30 ହେଇଯାଇଛି। ଆମେ ଆସିଗଲୁ ପୁରୀ। ପୁରୀରେ ବହୁତ ଗାଡ଼ି ଘୋଡ଼ା ବହୁତ ଯାଉଛି, ବହୁତ ଜାମ୍ ରହୁଛି। ଯେଉଁ ସମୟଟା ଲାଗିବା କଥା ଶୀଘ୍ର ସେଟା ଯାହାହେଲେ ବି ଡେରି ହେଉଛି, କାହିଁକିନା ବହୁତ ଭିଡ଼ ରହୁଛି, ବହୁତ ଲୋକ। ଦିନରେ ଯେମିତି ଲୋକ ରାତିରେ ମଧ୍ୟ ସେମିତି ଲୋକ। ବର୍ତ୍ତମାନ ଆମେ ସେ ମୋ ନଣନ୍ଦମାନଙ୍କ ସାଙ୍ଗରେ ଯାଉଛି। ହଜବେଣ୍ଡ ଆଉ ପୁଅ ତାଙ୍କର ଘରେ ରହିଲେ, ମୁଁ ଯାଉଛି ଟିକେ ଠାକୁର ଦର୍ଶନ କରିକି ଆସିବି। ଅଳ୍ପ ବାଟ ଛାଡ଼ିଦେଲା ନା। ଆର ବର୍ଷ 3 ରଥ ସବୁ ଅଲଗା ଅଲଗା ଜାଗାରେ ଥିଲେ ତ ଦେଖିବା ପାଇଁ ଟିକେ ଅସୁବିଧା ହେଉଥିଲା। ମାନେ ଗୋଟେ ରଥ ଦେଖିଲା ପରେ ଆଉ ଗୋଟେ ରଥ ଦେଖିବାକୁ ଯାଇଥିଲେ, କିନ୍ତୁ ଏ ବର୍ଷ 3 ରଥ ଯାକ ଗୋଟିଏ ଜାଗାରେ ଶରଧାବାଲିରେ ଆମର ଗୁଣ୍ଡିଚା ମନ୍ଦିର ସାମ୍ନାରେ ଅଛନ୍ତି। ତ ସେଇଠୁ ପର୍ଯ୍ୟନ୍ତ ଆମକୁ ସୁବିଧା ହେବ, ଏକାଠି ଆମେ ରଥ ଦେଖିପାରିବୁ। ତ ଆମେ ଆସି ପାଖାପାଖି ପହଞ୍ଚିଗଲୁଣି, କିନ୍ତୁ ଏଠି ତଥାପି ଭିଡ଼ ରହିଛି। କିନ୍ତୁ ପୋଲିସ ପ୍ରଶାସନର କେତେ ସୁନ୍ଦର ତାଙ୍କର ବ୍ୟବସ୍ଥା ହେଇଛି, ସେଥିପାଇଁ ସମସ୍ତେ ଭଲରେ ଦେଖିକି ଯାଇପାରୁଛନ୍ତି। ଆମେ ବି ଦେଖିବାକୁ ଆସିଗଲୁ। ଏଠି ହେଉଛି ଜଗନ୍ନାଥଙ୍କର ରଥ ପ୍ରଥମରେ, ଦ୍ୱିତୀୟରେ ସୁଭଦ୍ରା, ଲାଷ୍ଟରେ ରହିଛନ୍ତି ମହାପ୍ରଭୁ ବଳଭଦ୍ର। ତ ଆମେ ଦେଖିଦେବୁ। ଦେଖି ସାରିଲା ପରେ ଆମେ ଖାଇକି ରାତିରେ ଘରକୁ ପଳେଇବୁ। ମୋତେ ବି ରାତିରେ ନେଇକି ଘରେ ଛାଡ଼ିଦେବେ। ବର୍ତ୍ତମାନ ହେଇଗଲାଣି 11:30। ତାପରେ ବ୍ୟବସ୍ଥା ହେଇଛି ଖାଇବାର, ସେମାନେ ବ୍ୟବସ୍ଥା କରିଛନ୍ତି ଖାଇବା ପାଇଁ। ଆମେ ଖାଇସାରିକି ମୋତେ ନେଇକି ସେମାନେ କୁଆଡ଼େ ଗଲେ କି? ହେଇଛି ନା ହେଇନି? ଏଇଠି ଅଛୁ ମୁଁ ତାଙ୍କୁ ଦେଖୁଛି ଏପଟେ କୁଆଡ଼େ ରହିଲେ। କଲ୍ କରିବାକୁ ଯିବୁ। ଏଇଠି ତ ଆମର ଠାକୁରଙ୍କ ଦେଖା ଆଉ ଦୀପ ଜାଳିବା ହେଇଗଲା। ଠାକୁରଙ୍କୁ ଦର୍ଶନ ଆମର ଭଲସେ ହେଇଗଲା। ଆମେ ବର୍ତ୍ତମାନ ଫେରିବୁ। ଇଏ ହେଉଛନ୍ତି ଆମର ନଣନ୍ଦଙ୍କର ବଡ଼ ଯା, ଆଉ ଅନ୍ୟମାନେ ଆଗରେ ପଛରେ ଅଛନ୍ତି, ସେମାନଙ୍କୁ ମୁଁ ଭିଡ଼ିଓରେ ଦେଖିପାରୁନି। ଇଏ ଆମର ମିଠି, ଆପଣମାନେ ଆଙ୍କୁ ଆଗରୁ ଦେଖିଥିବେ। ଭାଣିଜୀ ରହୁଛି, ନମସ୍କାର।